ଏହି ଆକ୍ଟିଭିଟିରେ ଆପଣ ଫାଇଲ୍ ଟ୍ୟାବ୍ ବିଷୟରେ ଶିଖିବାକୁ ପାଇବେ। ଏହା ଫିନିଶ୍ ହେବା ବେଳକୁ ଆପଣ ଟେମ୍ପଲେଟ୍ସ ବ୍ୟବହାର କରି ନିଜର ୱାର୍କବୁକ୍ କ୍ରିଏଟ୍ କରିବା, ଟେମ୍ପଲେଟ୍ ୟୁଜ୍ କରିବା, ଏକ ୱାର୍କବୁକ୍ ସେଭ୍ କରିବା, ଏକ ୱାର୍କବୁକ୍ କ୍ଲୋଜ୍, ୱାର୍କବୁକ୍ ଓପନ୍ କରିବା, ୱାର୍କବୁକ୍ ପ୍ରିଣ୍ଟ କରିବା ଏବଂ ୱାର୍କବୁକ୍ ପ୍ରୋଟେକ୍ଟ କରିବା। ଫାଇଲ୍ ଟ୍ୟାବ୍କୁ ବ୍ୟାକଷ୍ଟେଜ୍ ଭ୍ୟୁ ମଧ୍ୟ କୁହାଯାଇଥାଏ। ଏଥିରେ କେତେକ ଫିଚର୍ସ ଅଛି ଯାହା କେବଳ ଏକ ୱାର୍କସିଟ୍ର ସ୍ପେସିଫିକ୍ ପଏଣ୍ଟରେ ଆକ୍ଟ ନ କରି ହୋଲ୍ ଏକ୍ସେଲ୍ ଫାଇଲ୍ ସହିତ ଜଡ଼ିତ। ଡିଫରେଣ୍ଟ ଫର୍ମାଟ୍ରେ ଫାଇଲ୍ଗୁଡ଼ିକୁ ଓପନ୍ କ୍ଲୋଜ୍ କରିବା, ପ୍ରିଣ୍ଟ କରିବା ଏବଂ ସେଭ୍ କରିବା ଭଳି ଜିନିଷ ସହିତ ଜଡ଼ିତ କମାଣ୍ଡ ମଧ୍ୟ ଅଛି। ଆପଣ ଏଠାରେ ପରମିଶନ ମଧ୍ୟ ସେଟ୍ କରିପାରିବେ ଏବଂ ପ୍ରପର୍ଟିଜ୍ ମଧ୍ୟ ଏଠାରେ ଦେଖିପାରିବେ। ଆସନ୍ତୁ କିଛି ଅପସନ୍ସ ଦେଖିବା। ଇନଫୋ ସେକ୍ସନ ୱାର୍କସିଟ୍ ପ୍ରପର୍ଟିଜ୍ ସହିତ ରିଲେଟେଡ୍ ଡିଟେଲ୍ଡ ଇନଫର୍ମେସନ ଡିସପ୍ଲେ କରିଥାଏ। ଏହା ୱାର୍କସିଟ୍ ସାଇଜ୍ ପରି ଜିନିଷଗୁଡ଼ିକୁ ଇନକ୍ଲୁଡ୍ କରିଥାଏ ଏବଂ ଶେଷ ଥର ମୋଡିଫାଇ ହୋଇଥିବା ଅନୁସାରେ ତଥ୍ୟଗୁଡ଼ିକୁ ଦର୍ଶାଇଥାଏ। ସେୟାର ଅପସନ୍ ଆପଣଙ୍କୁ ଇମେଲ୍ ଏବଂ ଅଦର ୱେରେ ଅନଲାଇନ୍ କୋଲାବୋରେସନ୍ ଦ୍ୱାରା ଏକ ୱାର୍କସିଟ୍ ସେୟାର କରିବାକୁ ଆଲାଉ କରିଥାଏ। ଏକ୍ସପୋର୍ଟ ଅପସନ୍କୁ ବ୍ୟବହାର କରି ଆପଣଙ୍କ କାର୍ଯ୍ୟକୁ ଡିଫରେଣ୍ଟ ଫର୍ମାଟ୍ରେ କନଭର୍ଟ କରିପାରିବେ, ଯେପରିକି ଆବଶ୍ୟକ କରେଣ୍ଟ ମାଇକ୍ରୋସଫ୍ଟ ଆକାଉଣ୍ଟ ସହିତ ରିଲେଟେଡ୍ ଇନଫର୍ମେସନ୍ ଦେଖିବା ପାଇଁ ରିକ୍ୱାର୍ଡ ଆକାଉଣ୍ଟରେ କ୍ଲିକ୍ କରନ୍ତୁ। ଆପଣ ସାଇନ୍ ଆଉଟ୍ କରି ଆକାଉଣ୍ଟ ସୁଇଚ୍ କରିପାରିବେ। ମାଇକ୍ରୋସଫ୍ଟ ଅଫିସ୍ ଭର୍ସନ୍ ସହିତ ଜଡ଼ିତ ପ୍ରଡକ୍ଟ ଇନଫର୍ମେସନ୍ ମଧ୍ୟ ବ୍ୟବହୃତ ହୋଇଥାଏ। ଏଠାରେ ଏକ୍ସେଲ୍ ଅପସନ୍ ସ୍କ୍ରିନ୍ ଦେଖିବା ପାଇଁ ଡିସପ୍ଲେ ଅପସନ୍ରେ କ୍ଲିକ୍ କରନ୍ତୁ। ଆପଣ ଏକ ନ୍ୟୁ ୱାର୍କବୁକ୍ କ୍ରିଏଟ୍ କରିବା ପାଇଁ କିମ୍ବା ଏକ୍ଜିଷ୍ଟିଂ ଏକ୍ସେଲ୍ ୱାର୍କବୁକ୍ ଓପନ୍ କରିବା ବେଳେ ଏକ୍ସେଲ୍ ଆପ୍ଲିକେସନ୍ ୱାର୍କବୁକ୍ କ୍ରିଏଟ୍ ସହିତ ଜଡ଼ିତ ମଲ୍ଟିପୁଲ୍ ସେଟିଂସ୍ କନଫିଗର କରିପାରିବେ। ଏକ ନ୍ୟୁ ୱାର୍କବୁକ୍ କ୍ରିଏଟ୍ କରିବାକୁ ଡାହାଣରେ ଥିବା ଫାଇଲ୍କୁ କ୍ଲିକ୍ କରନ୍ତୁ, ଯେଉଁଥିରେ ଆପଣ ଭେରିୟସ୍ ଟେମ୍ପଲେଟ୍ସ ଦେଖିବାକୁ ପାଇପାରିବେ। ଗୋଟିଏ ଟେମ୍ପଲେଟ୍ ହେଉଛି ପ୍ରି ଡିଜାଇନ୍ ରେଡି ଟୁ ୟୁଜ୍ ଡକ୍ୟୁମେଣ୍ଟ, ଯାହାକି ଆପଣଙ୍କର କମନ୍ ପର୍ପଜ୍ରେ କ୍ରିଏଟ୍ ହୋଇଥାଏ। ସମସ୍ତ ଟେମ୍ପଲେଟ୍ ଦେଖିବା ପାଇଁ ଆପଣ ଦୟାକରି ସ୍କ୍ରୋଲ୍ ଡାଉନ୍ କରି ଚାଲନ୍ତୁ। ସେଠାରେ ଆହୁରି ଅନେକ ଟେମ୍ପଲେଟ୍ସ ଅଛି ଯାହାକୁ ଆପଣ ଏକ୍ସେଲ୍ ଆପ୍ଲିକେସନ୍ ସହିତ ବ୍ୟବହାର କରିପାରିବେ, ଯେତେବେଳେ ଆଉ କେତେକ ଇଣ୍ଟରନେଟ୍ରୁ ଡାଉନଲୋଡ୍ କରିବାକୁ ପଡ଼ିଥାଏ। ଆପଣ ଯାହା ଖୋଜୁଛନ୍ତି ତାହା ଟପ୍ରେ ଥିବା ସର୍ଚ୍ଚ ବକ୍ସରେ ଏଣ୍ଟର କରନ୍ତୁ। ଟେମ୍ପଲେଟ୍ ଉପରେ ବେସ୍ କରି ଏକ ୱାର୍କବୁକ୍ କ୍ରିଏଟ୍ କରିବାକୁ ରିଲେଟେଡ୍ ଟେମ୍ପଲେଟ୍ଗୁଡ଼ିକ ଦେଖିବାକୁ ଆପଣ ଏକ ସ୍ପେସିଫିକ୍ କ୍ୟାଟାଗୋରୀ ସିଲେକ୍ଟ କରିପାରିବେ। ସିମ୍ପଲି ଏହାକୁ ସିଲେକ୍ଟ କରନ୍ତୁ ଏବଂ କ୍ରିଏଟ୍ରେ କ୍ଲିକ୍ କରନ୍ତୁ। ଆପଣ ସିଲେକ୍ଟ କରିଥିବା ଟେମ୍ପଲେଟ୍ ଉପରେ ବେସ୍ କରି ଏବେ ଏକ ନ୍ୟୁ ରେଡି ଟୁ ୟୁଜ୍ ୱାର୍କବୁକ୍ କ୍ରିଏଟ୍ ହୋଇଛି। ଏହାକୁ ଆପଣ ଆବଶ୍ୟକ ଅନୁଯାୟୀ ମୋଡିଫାଏଡ୍ କରିପାରିବେ। ବର୍ତ୍ତମାନ ଆମେ ଆରମ୍ଭରୁ ଏକ ୱାର୍କବୁକ୍ କ୍ରିଏଟ୍ କରିବାକୁ ଚାହୁଁଛେ, ତେଣୁ ଆମେ ଏହାକୁ ଟପ୍ ରାଇଟ୍ କର୍ଣ୍ଣରରେ ଥିବା ଏଗ୍ ଶେପ୍ଡ ଆଇକନ୍ରେ କ୍ଲିକ୍ କରିବା ଏବଂ କ୍ଲୋଜ୍ କରିବା। ଆସନ୍ତୁ ଏହି ବ୍ଲାଙ୍କ ୱାର୍କସିଟ୍ରେ କିଛି ସ୍କୁଲ ଷ୍ଟୁଡେଣ୍ଟସ୍ଙ୍କର ମାର୍କ ସହିତ ଜଡ଼ିତ କିଛି ଡାଟା ଏଣ୍ଟର କରି A1 କକ୍ଷରେ କ୍ଲିକ୍ କରିବା ଏବଂ ୱାର୍କବୁକ୍ରେ ସ୍କୁଲ ନେମ୍ ଏଣ୍ଟର କରି ସେଭ୍ କରନ୍ତୁ। ଆମେ ଅନ୍ୟ କିଛି କରିବା ପୂର୍ବରୁ ଚାଲନ୍ତୁ ଏହି ୱାର୍କବୁକ୍ ରେଗୁଲାର ଇଣ୍ଟରଭାଲରେ ସେଭ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପାୱାର ଫେଲୁଅର ଅନଫୋରସିନ୍ ସର୍କମଷ୍ଟାନ୍ସେସ୍ ଯୋଗୁଁ ଏହା ଡେଟା ଲସ୍କୁ ପ୍ରିଭେଣ୍ଟ କରିଥାଏ। ଆପଣଙ୍କ ୱାର୍କ ସେଭ୍ ପାଇଁ ଏଠାରେ ତିନୋଟି ଉପାୟ ଅଛି। ଫାଇଲ୍ ଟ୍ୟାବ୍ରେ କ୍ଲିକ୍ କରନ୍ତୁ ଏବଂ ସେଭ୍ ସିଲେକ୍ଟ କରନ୍ତୁ। କ୍ୱିକ୍ ଆକ୍ସେସ୍ ଟୁଲ୍ ବାର୍ରେ ସେଭ୍ ଆଇକନ୍ରେ କ୍ଲିକ୍ କରନ୍ତୁ ଏବଂ ସର୍ଟକଟ୍ କି ବ୍ୟବହାର କରନ୍ତୁ। Ctrl+F ହେଉଛି ସବୁଠାରୁ କନଭିନିଏଣ୍ଟ ଅପସନ୍। ଫାର୍ଷ୍ଟ ଟାଇମ୍ ପାଇଁ ଏକ ନ୍ୟୁ ୱାର୍କବୁକ୍ ଜାଣିବା ପାଇଁ ବ୍ରାଉଜ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ୱିଣ୍ଡୋ ଡିସପ୍ଲେ ହୋଇଥାଏ। ସେଭ୍ ପାଇଁ ଲୋକେସନ୍ ସ୍ପେସିଫାଇ କରନ୍ତୁ ଏବଂ ଫାଇଲ୍ ନେମ୍ ଏଣ୍ଟର କରିଦିଅନ୍ତୁ। ଏହାପରେ ସେଭ୍ କ୍ଲିକ୍ କରନ୍ତୁ। ଏକ ରେଗୁଲାର ଏକ୍ସେଲ୍ ୱାର୍କବୁକ୍ ଏହାର ଏକ୍ସଟେନସନ୍ ସହିତ ସେଭ୍ ହୋଇଅଛି। ଡକ୍ୟୁମେଣ୍ଟ ୱିଣ୍ଡୋର ଟପ୍ରେ ଥିବା ଟାଇଟଲ୍ ବାର୍ରେ ନାମ ସର୍ବଦା ଦୃଶ୍ୟମାନ ହୋଇଥାଏ। ଫାଇଲ୍ ସେଭ୍ ଆଜ୍ ଅପସନ୍ ଉପରେ କ୍ଲିକ୍ କରି ଏକ ନ୍ୟୁ କିମ୍ବା ଏକ୍ଜିଷ୍ଟିଂ ଫାଇଲ୍ର କପି ମଧ୍ୟ କ୍ରିଏଟ୍ କରିପାରିବେ।
वर्तमान सेव ब्राउज उपरे क्लिक करंतु। ब्राउज ओपन हेबा परे आपनक फाइल पई एक प्रॉपर लोकेशन एंटर करंतु एवं वर्तमान फाइल नेम टाइप करंतु। एबे वर्कशीट सेव उपरे क्लिक करंतु। एबे वर्कशीट क्रिएट हो जाइछि। एक स्पेसिफाइड नेम देई वर्कबुक टाकू एबे क्लोज कर दियंतु। एक वर्कबुक क्लोज करने फाइल टैब रे क्लिक करंतु। मने रखंतु आमे वर्कबुक बंद करिबा विषय कथा होचे। वर्कबुक क्लोज करने फाइल टैब रे क्लिक करंतु एवं टॉप राइट कॉर्नर थिबा बेले एक्स टैब रे क्लिक करी शीट आइकन को क्लोज करंतु। किंबा जदि एक्सेल शीट आपन को पचारि थाए जे आपन एहाकु क्लोज करिबा पूर्वरु आपनकर वर्कबुक सेव करने को चाहुचंती कि नाही, तेबे डिस्प्लेड विंडो रे आपनकर वर्क सेव करने को सेव बटन क्लिक करंतु। एक वर्कबुक खोलिबा सिंपलीस्ट वे हेउची एही आइकन उपरे डबल क्लिक करिबा। एहा परे माइक्रोसॉफ्ट एक्सेल एप्लिकेशन स्टार्ट हुए एवं जदि एक एक्जिस्टिंग वर्कबुक ओपन अछि तेबे आपण फाइल टैब रे क्लिक करी रिसेंट ओपन को सिलेक्ट करि परिबे। रिसेंट लिस्ट रु एक वर्कबुक सिलेक्ट करि परिबे जहाँकि रिसेंटली अल्टरनेटिव भाबरे व्यवहृत होई सारिछि। आपण ओपन विंडो रे आपनकर फाइल रो लोकेशन सिलेक्ट करि परिबे एवं एप्रोप्रिएट फोल्डर नेविगेट करी फाइल सिलेक्ट करंतु एवं गोटिए वर्कबुक प्रिंटिंग पाई एक वर्कबुक प्रिंट रे क्लिक करि दियंतु। फाइल टैब रे क्लिक करंतु एवं प्रिंट सिलेक्ट करंतु। आपण डाहाण पार्श्व रे थिबा शॉर्टकट कीज जेमिति कि Ctrl+P व्यवहार करि परिबे। आपण सेंट्रल बीम रे फर्स्ट शीट रा एक प्रीव्यू देखि परिबे। टॉप रे देखा जाउथिबा डिफॉल्ट सेटिंग्स रे आवश्यक कॉपी नंबर स्पेसिफाई करंतु। जदि आपण रिक्वायर करंती तेबे एहाकु चेंज मध्य करि परिबे। सिलेक्टेड प्रिंटर सहित जड़ित सेटिंग स्पेसिफाई करिबाकु प्रिंटर प्रॉपर्टीज एवं अदर सेटिंग स्पेसिफाई करिबाकु पेज सेटअप लिंक व्यवहार करंतु। शेषरे प्रिंटिंग स्टार्ट करिबाकु प्रिंटिंग बटन रे क्लिक करि दियंतु। एक वर्कबुक एक्सेल प्रोटेक्ट आपनकु एक पासवर्ड सहित एक वर्कबुक प्रोटेक्ट करने को अलाउ करे, जहाँ फल अनऑथराइज्ड पर्सन यहाकु खोली पारिबे नाही। एबे फाइल टैब क्लिक करंतु एवं लेफ्ट पेन रे थिबा इन्फो रे क्लिक करंतु। एहा परे प्रोटेक्ट वर्कबुक रे क्लिक करंतु एवं एनक्रिप्ट डॉक्यूमेंट रे पासवर्ड सहित एनक्रिप्ट सिलेक्ट करंतु एवं आपनक पसंदर विंडो टाइप ऑफ पासवर्ड चॉइस करी ओके रे क्लिक करंतु। मने रखंतु जे पासवर्ड केस सेंसिटिव अटे, आपनकु एगेन पासवर्ड री एंटर करने को कहा जाई थाए एवं तापरे ओके क्लिक करंतु। एहा परे आपनकर वर्कबुक को सेव करंतु एवं क्लोज करंतु। आपनक फाइल पासवर्ड्स प्रोटेक्टेड एवं पासवर्ड एंटर न करी केही एहाको ओपन करि परिबे नाही। जदि आपण पासवर्ड लूज करंती किंबा फॉरगेट करंती तेबे रिकवर हेई परिबो नाही। तेणु पासवर्ड्स लिस्ट एवं तांकर ठिकाणागत डॉक्यूमेंट नेम एंड प्लेस सेव करंतु। वर्तमान देखिबा वर्क रु पासवर्ड किपरि रिमूव करिवे। आपनक वर्कबुक खोलंतु। फाइल टैब क्लिक करंतु एवं प्रोटेक्ट वर्कबुक सिलेक्ट करंतु एवं पासवर्ड सहित एनक्रिप्ट सिलेक्ट करंतु। वंस अगेन डिस्प्लेड विंडो रे पासवर्ड सिलेक्ट करंतु। एबे याकू डिलीट करंतु। एहा परे वर्कबुक रे ओके सेव क्लिक करंतु। आपनक वर्कबुक रे पासवर्ड नाही तेबे एहाकू प्रोटेक्ट करंतु। फाइल टैब रु बाहरिबा पई टॉप रे थिबा बैक आरो रे क्लिक करंतु एवं एस्केप की प्रेस करंतु।
ବର୍ତ୍ତମାନ ଆସନ୍ତୁ